हाय फ्रेंड्स वेलकम बैक टू निरुपमा पुड़े ब्लॉग। आज हूँ नुआ वर्ष तो आम दी तीन दिन आगु प्रोग्राम करूँ कारण मो मामा भी आसते तो प्रोग्राम करूँ आम नुआ वर्ष दिन मंदिर जावा कारण प्रथम नुआ वर्ष प्रथम दिन मंदिर गले शुभ होता है ठाकुर शांति भी हुए आम वर्ष सारा भलरे कटि था। तो आम मंदिर बाहर नुआ वर्ष दिन सकाळ 8:30 बेलू गाड़ी आसीगला तो आम समस्ते मंदिर बाहर मु मो फैमिली हाँ आम मामा भी तो देख आम तो कार बसीगल आम ए बाटर जाऊँ प्रथम आम भाविलु माँ सारला मंदिर जावा तापर गोरखनाथ मंदिर तापर आम घर को फेरिबा। कुड़ी बहुत जोर थिला रास्ता सारा एमती बाटर आम सब देखिकी गलु। आज तो रास्तार बहुत जाम थिला बाटर टिके डेरी हो गले कारण मो हजबैंड कर दीटा बंधु सांग आसबार थिला तो से देखु बहुत भीड़ थिला बहुत गाड़ी रास्तार आम भली समस्ते मंदिर स्थान बुलवाई जाऊे तो समस्ते सकाळू बाहर की फेरुले माँ को मंदिर से माने भी आम भली माँ को मंदिर फेरी गोरखनाथ मंदिर जाऊे गोरखनाथ बाबा का मंदिर देखु केते भक्त सब फेरुचंती समस्ते सकाळू बाहरी आ फेरुथिले माँ को दर्शन करी आ बाबा को दर्शन करी से फेरुथिले। आ समस्ते नुआ वर्ष भगवान के पाखे प्रार्थना करुले कि यही नुआ वर्ष आम समस्त भलरे करू। तो आमर पहुँचीगला माँ सारला माँ का मंदिर तो आम समस्ते ओह्लई गलु। बाटरे कार अटकी गला सी आग को गलानी तो आम समस्ते चली चलिका गलु माँ सारला माँ का मंदिर। मो बो भी आम सहित थिले तो सेठी समस्त आम फटो उठेलु वीडियो शूट कलु तापर आम आगू आगू चलू। देखु माँ को मंदिर दिशिला आम माँ को मंदिर पाखे आसिला आ बहुत लोक थिले बहुत भीड़ थिला। आमे माँ को मंदिर पहुँचलु 11:30 पाखापाखि हो गला। जोता स्टैंड ये समस्ते जोता रखिले आउ मंदिर भीतर को गले आमे मध्य रखिलु आ बहुत लंबा लाइन लगी बहुत भीड़ थिला। देखो तो मंदिर दिशिला माँ सारला मंदिर बहुत लोक भीड़ थिले से माने भी आम भली नुआ वर्ष आसते ठाकुर दर्शन करने।
ଆଶା କରୁଛି ମୋ ଭିଡ଼ିଓ ନିଶ୍ଚୟ ଭଲ ଲାଗୁଥିବ। ତେବେ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ସବସ୍କ୍ରାଇବ୍ ମଧ୍ୟ କରିନେବେ ଆଗକୁ ଏଇଭଳି ବହୁତ ବଢ଼ିଆ ବଢ଼ିଆ ଭିଡ଼ିଓ ଦେଖିବା ପାଇଁ। ଦେଖନ୍ତୁ ଏଠି ଚନ୍ଦନ ପୋଖରୀ, ଏଠି ସମସ୍ତେ ଗୋଡ଼ ହାତ ଧୋଇଲେ ତ ଭିତରକୁ ପ୍ରବେଶ କଲୁ। ମନ୍ଦିରରେ ଏତେ ଭିଡ଼ ଥିଲା ମାନେ ମୁଁ ଆଉ କହିପାରିବିନି। ବହୁତ ଭିଡ଼, ବହୁତ ଠେଲାପେଲା, ବହୁତ ଲୋକ ଜାମ୍ ଥିଲେ। ମୋ ବୋଉ ବହୁତ ଖୁସି ଅଛି। ମୋ ପିଲାମାନେ ସମସ୍ତେ ବି ବହୁତ ଖୁସି ଅଛନ୍ତି। ସମସ୍ତେ ବହୁତ ଖୁସି ଅଛନ୍ତି। ଆଉ ବହୁତ ଭଲ ଲାଗିବ ବି। ଏବେ ଚାଲିଲୁ ମା ଶାରଳା ମନ୍ଦିର ବାହାରି ଏବେ ଆମେ ଗୋରଖନାଥ ମନ୍ଦିର ବାହାରିଲୁ। ଆଉ ପହଞ୍ଚିବା ହେଲୁଣି ମଧ୍ୟ। ଆଉ କେତେ ଗାଡ଼ି, ମାନେ ଏତେ ଭିଡ଼, ଗାଡ଼ି ପ୍ରବଳ। ଦେଖନ୍ତୁ କେତେ ଲୋକ। ବାବା ଗୋରଖନାଥ ମନ୍ଦିର ଦେଖନ୍ତୁ। ଏଠି ବି ଜାମ୍ ବହୁତ ଥିଲା, ବହୁତ ଜାମ୍। ଦେଖନ୍ତୁ ମନ୍ଦିର ଭିତରେ ଆମେ ପ୍ରବେଶ କଲୁ। ଆଉ ଏଇ ଗଡ଼ିଆ ଭିତରକୁ ଆସିଲୁ, ଗୋଡ଼ ହାତ ଧୁଆଧୁଇ କଲୁ, ତାପରେ ଆମେ ଭିତରକୁ ଗଲୁ। ଆଗରୁ ବହୁତ ଲୋକ ମଧ୍ୟ ଥିଲେ। ଏଠି ବି ମଧ୍ୟ ବହୁତ ଭିଡ଼ ଥିଲା। ଏଠି ପହଞ୍ଚୁ ପହଞ୍ଚୁ ଆମର ବହୁତ ଡେରି ହେଇଗଲା।
3:30 ପାଖାପାଖି ବାଜିଲା, 3:30 ହେଇଗଲା। ତ ଆମେ ଭାବିଲୁ ଗୋରଖନାଥ ମନ୍ଦିରରେ ଆମେ ବାବାଙ୍କ ପାଖରେ ପ୍ରସାଦ ପାଇବୁ, କିନ୍ତୁ ଆମେ ମାଆଙ୍କ ପାଖରେ ତ ଆମେ ସେଠୁ ବାବା ଗୋରଖନାଥ ମନ୍ଦିର ଆଇଲୁ। ଏଠି ମଧ୍ୟ ଡେରି ହେଇଗଲା। ତଥାପି ବାବାଙ୍କ ଏମିତି କରୁଣା, ଏମିତି ଆଶୀର୍ବାଦ ମିଳିଲା ଆମକୁ ସେଠି ନିରାଶ ହେବାକୁ ପଡ଼ିଲାନି। ପ୍ରସାଦ ଆମକୁ ଠାକୁର ଡାକିକି ମାନେ ଏମିତି ମାନେ ବାବାଙ୍କର ଆମକୁ ମାନେ ଇଏ କରିକି ଖାଇବାକୁ ଦେଲେ, ଡାକିକି। ସରିଆ ହେଇଥିଲା, କିନ୍ତୁ ପ୍ରସାଦ ଆମେ ମଧ୍ୟ ପାଇଲୁ। ତାପରେ ବାବାଙ୍କର ମା ଶାରଳାଙ୍କର ମହିମା ଦେଖନ୍ତୁ। କହନ୍ତି ସମସ୍ତେ ଆଉ ଆମକୁ କେବେ ବି ଦୁଃଖ ଦେବାକୁ ଟିକେ କଷ୍ଟ ସହିବାକୁ ପଡ଼ିଥାଏ ଯେଉଁମାନେ ନ୍ୟାୟରେ ଥାନ୍ତି, ଧର୍ମରେ ଥାନ୍ତି। କିନ୍ତୁ ତାଙ୍କୁ ସଦାସର୍ବଦା ଭଗବାନ ନିଜେ ନ ଆସିଲେ ବି ଅଲଗା ମାନଙ୍କ ଦ୍ୱାରା ଆସିକି ସହଯୋଗ କରିକି ଯାଆନ୍ତି ତାଙ୍କ ଭକ୍ତଙ୍କୁ। ଏଇ କଥା ମୁଁ ଜାଣିଛି, କାରଣ ମୁଁ ବହୁତ ଥର ଅନୁଭବ କରିଛି। ଭଗବାନ ମୋ ପାଖେ ଅଛନ୍ତି, ଆଉ ମୋ ପରିବାର ପାଖେ ମଧ୍ୟ ଅଛନ୍ତି। ମୋ ଫ୍ୟାମିଲି ସହିତ ସର୍ବଦା ଅଛନ୍ତି ଭଗବାନ। ଜୟ ଜଗନ୍ନାଥ। ଦେଖନ୍ତୁ, ଆଉ ଏଠି ନା ଆଉ ଏତେ ଭଗବାନଙ୍କ ପାଖରେ ଆସିଲେ ଏତେ ଶାନ୍ତି ଲାଗେ, ଏତେ ଭଲ ଲାଗେ, ଯେମିତି ଜମା ଘରକୁ ଯିବାକୁ ଇଚ୍ଛା ହୁଏନି। ବହୁତ ଇଚ୍ଛା ହୁଏ ଏଠି ରହିଯିବା, କିନ୍ତୁ ଏସବୁ ସମସ୍ତେ ତ କର୍ମ କରିବାକୁ ପଡ଼ିଥାଏ। ସଂସାରର ନିୟମ ଅଲଗା। ଆମେ ସମସ୍ତେ ସଂସାର କରିବା, ଆଉ ଭଗବାନଙ୍କୁ ମଧ୍ୟ ଡାକିବା, ଆଉ ଭଗବାନ ନିହାତି ଭାବରେ ଆମକୁ ସହଯୋଗ ମଧ୍ୟ କରିବେ। ଦେଖନ୍ତୁ, କର୍ମ ତ ନିହାତି ଭାବରେ କରିବାକୁ ତ ପଡ଼ିବ ନା। ତାପରେ ଆମର ଏଇଠି ସବୁ ବୁଲାବୁଲି, ଆମେ ସବୁ ପ୍ରସାଦ ପାଇକି ବୁଲାବୁଲି ମଧ୍ୟ କଲୁ। ଦେଖନ୍ତୁ, ମୋ ମାମା, ମୋ ବୋଉ, ଦେଖନ୍ତୁ ଏଇ ପୋଖରୀରେ କେତେ ବଢ଼ିଆ ପାଣି ଗୁଡ଼ା କେତେ ଚିକ୍ ଚିକ୍ କରୁଛି। ଆମେ ସମସ୍ତେ ଏଠି ବହୁତ ମଜା କଲୁ, ବହୁତ ଠାକୁରଙ୍କ ପାଖରେ ବସିଲୁ, ଆଉ ବହୁତ ଖୁସି ବି ଲାଗିଲା। ଆଉ ସମସ୍ତେ ଦୀପ ଜାଳିଲୁ, ନମସ୍କାର ହେଲୁ। ବାବାଙ୍କୁ ଯାହା ବି ସବୁ ମନ ଭିତରେ ଥିଲା ତାକୁ ମଧ୍ୟ ମାଗିଲୁ, ଆଶୀର୍ବାଦ ମଧ୍ୟ ମାଗିଲୁ। ଆଉ ନୂଆ ବର୍ଷଟି ଆମ ସମସ୍ତଙ୍କ ଭଲରେ କଟିବା ପାଇଁ ଆମେ ମଧ୍ୟ ଡାକିଲୁ। ଆଉ ବହୁତ ବଢ଼ିଆ ଲାଗିଲା। ଆମର ବୁଲିବା ପାଇଗଲା, ତ ବୁଲାବୁଲି ଆମର ସରିଗଲା। ସନ୍ଧ୍ୟା ହେଇ ଆସିଲା। ଲୋକ ଆହୁରି କେତେ ଲୋକମାନେ ସବୁ ଆସୁଥିଲେ। ଆମେ ବି ଗାଡ଼ିରେ ବସିଲୁ। ଆମ ଘରକୁ ଯିବା ଟାଇମ୍ ହେଇଗଲା। ଘରକୁ ଫେରିଲେ ମଧ୍ୟ